ଡେଲାଙ୍ଗରୁ ଇନ୍ଦିପୁର ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଅଧୀନରେ ନିର୍ମାଣ ହୋଇଥିବା ରାସ୍ତା ଏବେ ମରଣଦନ୍ତା ପାଲଟି ଯାଇଛି। ମାତ୍ର 6 ମାସ ତଳେ ନିର୍ମାଣ ହୋଇଥିବା ଏହି ରାସ୍ତାର ଅବସ୍ଥା ଏବେ ଏଭଳି ହୋଇଯାଇଛି ଯେ ରାସ୍ତା ଉପରୁ ଗୋଡ଼ି ବାହାରି ଆସୁଛି। ଅନେକ ସ୍ଥାନରେ ରାସ୍ତା ଖାଲ ଖମାରେ ଭରି ଯାଇଥିବା ବେଳେ ଯାତାୟାତ କରିବା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ସ୍କୁଲ ଛାତ୍ରଛାତ୍ରୀ, କଲେଜ ଛାତ୍ରଛାତ୍ରୀ, ସାଇକେଲ ଚାଳକ, ବାଇକ୍ ଚାଳକ ଓ ପଥଚାରୀ ଦିନକୁ ଦିନ ଏହି ରାସ୍ତାରେ ଯାତାୟାତ କରୁଥିବା ସମସ୍ତେ ହଇରାଣ ହେଉଛନ୍ତି। ବିଶେଷ କରି ସ୍କୁଲ ସମୟରେ ଛାତ୍ରଛାତ୍ରୀମାନେ ଏହି ରାସ୍ତା ଦେଇ ଯିବା ସମୟରେ ଦୁର୍ଘଟଣା ଅନେକ ଘଟୁଛି। ଯନ୍ତ୍ରୀ ମାଲେମାଲ ହେଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ ହେଉଛନ୍ତି ପଥଚାରୀ। 13 କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଏହି ରାସ୍ତା ଏବେ ପଥଚାରୀଙ୍କ ମରଣଦନ୍ତା ପାଲଟି ଯାଇଛି। ପିପିଲି ରାସ୍ତାର ଦୁରାବସ୍ଥା ଭଳି ଏବେ ଡେଲାଙ୍ଗ ଅଞ୍ଚଳରେ ଏହି ରାସ୍ତାର ଅବସ୍ଥା ସମାନ ହୋଇପଡ଼ିଛି। ନିର୍ମାଣର ମାତ୍ର 6 ମାସ ମଧ୍ୟରେ ରାସ୍ତାରୁ ଗୋଡ଼ି ବାହାରିବା ଘଟଣାକୁ ନେଇ ଏବେ ନିର୍ମାଣ କାମର ମାନ ଉପରେ ପ୍ରଶ୍ନ ଉଠୁଛି। ବାରମ୍ବାର ରାସ୍ତା ଉପରେ ସିମେଣ୍ଟ ବୋଳାଯାଇ ନିମ୍ନମାନର କାମକୁ ଘୋଡ଼ାଇବାକୁ ଚେଷ୍ଟା କରାଯାଉଥିବା ଏବେ ଲୋକ ଅଭିଯୋଗ କରିଛନ୍ତି। ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ରାସ୍ତା ନିର୍ମାଣ ସମୟରେ ନିୟମ ଅନୁସାରେ ଗୁଣବତ୍ତା ଯାଞ୍ଚ ହୋଇଥିଲା କି ନାହିଁ ତାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ଯଦି ରାସ୍ତା କାମ ଠିକ୍ ଭାବରେ ହୋଇଥିଲା ତେବେ ମାତ୍ର 6 ମାସ ମଧ୍ୟରେ ରାସ୍ତାର ଏଭଳି ଦୁରାବସ୍ଥା କିପରି ହେଲା? ରାସ୍ତା ନିର୍ମାଣରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହୋଇଛି କି? ଆବଶ୍ୟକ ମାପଦଣ୍ଡ ଅନୁସାରେ ସିମେଣ୍ଟ ଓ ଗୋଡ଼ି ବ୍ୟବହାର କରାଯାଇଛି କି? ନିର୍ମାଣ ସମୟରେ ପୂର୍ତ୍ତ ବିଭାଗର ଅଧିକାରୀମାନେ ନିୟମିତ ଭାବେ ତଦାରଖ କରିଥିଲେ କି? ଯଦି କରିଥିଲେ ତେବେ କେମିତି ଉଠିଲା ରାସ୍ତାରୁ ଗୋଡ଼ି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ତଦାରଖକୁ ନେଇ ସ୍ଥାନୀୟ ମହଲରେ ଅସନ୍ତୋଷ ଦେଖାଦେଇଛି। ରାସ୍ତାରେ ନିର୍ମାଣମାନ ଓ ଖର୍ଚ୍ଚ ହୋଇଥିବା ଅଧିକ ସଠିକ୍ ତଦନ୍ତ କରାଯାଉ। ଆବଶ୍ୟକ ହେଲେ ବିଶେଷଜ୍ଞ ଟିମ୍ ଦ୍ୱାରା ରାସ୍ତାର ମାନ ଯାଞ୍ଚ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଉଚିତ ପଦକ୍ଷେପ ନିଆଯାଉ। ଏହା ହଜାର ହଜାର ଲୋକଙ୍କ ଜୀବନ ଓ ସୁରକ୍ଷାର ପ୍ରଶ୍ନ ହେଉଛି। 6 ମାସରେ ରାସ୍ତାରୁ ଗୋଡ଼ି ଉଠିଲା କାହିଁକି? ନିର୍ମାଣ ସମୟରେ କାମର ମାନ ଯାଞ୍ଚ ହୋଇଥିଲା କି? ରାସ୍ତାର ଏଭଳି ଅବସ୍ଥା ପାଇଁ ପ୍ରକୃତରେ ଦାୟୀ କିଏ? ନିମ୍ନମାନର କାମ ହୋଇଥିଲେ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ନିଆଯିବ? ଲୋକଙ୍କ ଜୀବନ ସୁରକ୍ଷା ପାଇଁ ରାସ୍ତାର ମରାମତି କେବେ ହେବ? ଦେଖିବାକୁ ବାକି ରହିଲା ପୂର୍ତ୍ତ ବିଭାଗ ଏହି ଅଭିଯୋଗକୁ କେତେ ଗୁରୁତ୍ୱ ଦେଉଛି ଏବଂ ରାସ୍ତାର ଦୁରାବସ୍ଥା ସୁଧାରିବା ପାଇଁ କେବେ ନିଷ୍ପତ୍ତି ନିଆଯାଉଛି। ମୋ ନାଁ ହେଲା ମନୋଜ କୁମାର ମହାଶୟ। ରାସ୍ତା ଅବସ୍ଥା ଆଜ୍ଞା ଯାହା କହୁଛନ୍ତି ଏଥିରେ ନୂଆ ଗାଡ଼ି ବି ଗୋଟେ ଯଦି କିଣିବ 3 ଦିନ ଭିତରେ ଖରାପ ଆଜ୍ଞା ହେଇଯିବ। ଆଉ ଇଏ ତ ଯୋଉ ଭଳିଆ କାମ ଆମର ସବୁ ହେଇଛି। ନା ଆପଣଙ୍କର କଣ? ମୋ ନାଁ ହଉଛି କାର୍ତ୍ତିକ ବେହେରା। ଯୋଉ ରାସ୍ତା ଆପଣଙ୍କର ରହିଛି ଡେଲାଙ୍ଗ ଷ୍ଟେସନ ଟୁ ଇନ୍ଦିପୁର, ଆଜ୍ଞା ମାତ୍ର 5-6 ମାସ ହେଲା କାମ କମ୍ପ୍ଲିଟ୍ ହେଇଛି। ଆଜ୍ଞା 13 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ରାସ୍ତା ଅବସ୍ଥା କେମିତି ଅଛି? ରାସ୍ତା ଅବସ୍ଥା ଆଜ୍ଞା ଭଲ ନାହିଁ। ଆଜ୍ଞା ପିପିଲିରୁ ପ୍ରଶାନ୍ତ ମହାରଣଙ୍କ ରିପୋର୍ଟ, A1 ଓଡ଼ିଶା।